ଅବକ୍ଷୟଗାମୀ ଜଗନ୍ନାଥ ସାଂସ୍କୃତିକ ପୁନରୁଦ୍ଧାର। ଜଗନ୍ନାଥ ସାଂସ୍କୃତିକ ପ୍ରଚାର ପ୍ରସାର ତଥା ଏକ ଆଧ୍ୟାତ୍ମିକ ପରିବେଶରେ ଜଗନ୍ନାଥଙ୍କର 32 ବେଶକୁ ଦର୍ଶନ କରିବା ପାଇଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର କଟସାହି ଗ୍ରାମ ପଞ୍ଚାୟତ ସ୍ଥିତ ସୁବର୍ଣ୍ଣରେଖା ନଦୀ ପଠାର ସାନ ରାଉତପଡ଼ାଠାରେ ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ ଓ ଜଗନ୍ନାଥଙ୍କ 32 ବେଶ 7 ତାରିଖ ଠାରୁ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଉଦ୍ଘାଟନୀ ଉତ୍ସବ ଦିନ ଶତାଧିକ ମହିଳା ସୁବର୍ଣ୍ଣରେଖା ନଦୀରୁ କଳସ ବୁଡ଼ାଇ ମହୋତ୍ସବ ସ୍ଥଳକୁ ଆସିଥିଲେ ଓ ପ୍ରଭୁ ଜଗନ୍ନାଥଙ୍କ 32 ବେଶ ପୂଜାୋତ୍ସବ ଏବଂ ଗ୍ରାମୀଣ ମହୋତ୍ସବର ଉଦ୍ଘାଟନ ପାଇଁ ପୂଜାରମ୍ଭ କରାଯାଇଥିଲା। ସନ୍ଧ୍ୟାରେ ମହୋତ୍ସବର ଉଦ୍ଘାଟନ ଅବସରରେ ଜଗନ୍ନାଥଙ୍କ ଆଜ୍ଞାମାଳ ସହିତ ଏକ ବିରାଟ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ମାଳଗଡ଼ିଆ ବୁଢ଼ା ମଣ୍ଡପ ନିକଟରୁ ବାହାରି ପଞ୍ଚାୟତରେ ବୁଲି ମହୋତ୍ସବ ପଡ଼ିଆ ନିକଟକୁ ଆସିଥିଲା ଏବଂ ଉତ୍ସବର ଉଦ୍ଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା। ମୁଖ୍ୟ ଉଦ୍ଘାଟନ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ମହୋତ୍ସବର ମୁଖ୍ୟ ଆୟୋଜକ ତଥା ବିଜେପି ନେତା ସମାଜସେବୀ ବ୍ରଜମୋହନ ପ୍ରଧାନଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଏହି ମହୋତ୍ସବ 7 ତାରିଖରୁ ଆରମ୍ଭ ହୋଇ 17 ତାରିଖ ଯାଏ ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମୁମ୍ବାଇ, ଦିଲ୍ଲୀ, କୋଲକାତା ଏବଂ ଓଡ଼ିଶାର ବିଭିନ୍ନ ନାମୀଦାମୀ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ତା ସହିତ ପ୍ରତ୍ୟେକ ଦିନ ରାଜନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିଛନ୍ତି। ପ୍ରତ୍ୟେକ ଦିନ ରାତ୍ରି 8ଟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁମ୍ବାଇର ନାମୀଦାମୀ କଳାକାର ଅରୁଣିତା କାଞ୍ଜିଲାଲ, ସଲମାନ ପଲ୍ଲୀ ତଥା ବଙ୍ଗର କଣ୍ଠଶିଳ୍ପୀ ବନାନୀ ହୋତା, ଓଡ଼ିଶାର ସତ୍ୟଜିତ ଜେନା, ଶୁଭଶ୍ରୀ ଜେନା, କୁମାର ବାପି, ଅସୀମା ପଣ୍ଡା, ମଣ୍ଟୁ ଛୁରିଆଙ୍କ ଭଳି ବଡ଼ ବଡ଼ କଣ୍ଠଶିଳ୍ପୀ ମହୋତ୍ସବରେ ଯୋଗ ଦେଇ ଦର୍ଶକଙ୍କୁ ମନମୁଗ୍ଧ କରିଥିବା ଦେଖାଦେଇଛି। ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଜଗନ୍ନାଥଙ୍କ 32 ବେଶକୁ ଦର୍ଶନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆନନ୍ଦ ନେଉଥିବାର ଦେଖାଦେଇଛି। ଏହି ଉପଲକ୍ଷେ ମହୋତ୍ସବ କମିଟି ପକ୍ଷରୁ କାଦରାୟ ଅଞ୍ଚଳରୁ ନଦୀ ଉପରେ ଏକ କାଠର ଅସ୍ଥାୟୀ ପୋଲ ନିର୍ମାଣକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।